ରାମ ନାରାୟଣ ରାମ। ସମସ୍ତ ଆଧ୍ୟାତ୍ମିକ ଚିନ୍ତାଧାରାକୁ ମାର୍ଗଦର୍ଶନ ମିଳିବା ଦରକାର। ତେବେ ସ୍ୱୟଂଚାଳିତ ଭାବେ ଭାଇଚାରା ଭାବନା ବିସ୍ତୃତ ଧାରଣା ଉଦ୍ଭବ ହେବ। ପ୍ରତ୍ୟେକ ମଣିଷ ବିସ୍ତୃତ ମନ ମିଳିବ, ଯାହା ଆଜି ସେମାନେ ପାଇପାରୁନାହାନ୍ତି। ଟ୍ୟାକ୍ସି, ପରମିଟ, ବଣ ଲାଇସେନ୍ସ ଇତ୍ୟାଦିରେ ଝାପଟିଥିବାରୁ ଏହି ଚିନ୍ତାରେ ନିଜକୁ ନିବେଦନ କରିପାରୁନାହାନ୍ତି। ଏହିପରି ପରମିଟ ଦେଉଥିବା ମନ୍ତ୍ରୀମାନେ ବିପଦଜନକ। ସେମାନେ ପକେଟମାରୀ କରୁଥିବା ଲୋକଙ୍କଠାରୁ ଅଧିକ ଜଖମକାରକ। ପକେଟମାରୀ କରୁଥିବା ଲୋକମାନେ କେବଳ ତାଙ୍କର ପରିବାରକୁ ରକ୍ଷା କରିବା ପାଇଁ ଏହା କରନ୍ତି, କିନ୍ତୁ ଏହି ମନ୍ତ୍ରୀମାନଙ୍କର କାର୍ଯ୍ୟ ସମାଜକୁ ଜିରା ଲଗାଇ ଦେଇଥାଏ। ଏହା ସମାଜ ପାଇଁ ଜୋଖିମ, ତେଣୁ ଏମାନେ ନଷ୍ଟ କରିବା ଦରକାର। ସେହିପାଇଁ ପ୍ରଥମେ ସଂଶୋଧନ କରିବା ଦରକାର, କାରଣ ଏହା ଅତ୍ୟନ୍ତ ଖରାପ ପରିସ୍ଥିତି। ଏହା ଏଭଳି ଚାଲିଥିଲେ ସହାନୁଭୂତି, ପ୍ରେମ, ସ୍ନେହ କମିଯିବ। ସମସ୍ତଙ୍କୁ ଅନୁରୋଧ କରିବା ଦରକାର, ତୁମେ ଆସି ସହଯୋଗ କର। ଏକ ସରକାର, ସେଠି ଆଧ୍ୟାତ୍ମିକ ସରକାର, ସେମାନେ ମାର୍ଗଦର୍ଶନ କରିବେ। ଯେମାନେ ସହଯୋଗ କରିବେ ନାହାନ୍ତି, ସେମାନଙ୍କୁ ବହିଷ୍କୃତ କରିବା ଦରକାର, କାରଣ ସେମାନେ ଦେଶ କିମ୍ବା ସଂସାରର ଏକ କେନ୍ଦ୍ରୀୟ ଧନରେ ରହିବେ ଶାନ୍ତି ଚାହାନ୍ତି ନାହିଁ। ସେମାନେ କେବଳ ନିଜ ଲାଭ ବିଷୟରେ ଚିନ୍ତା କରନ୍ତି।